ସାଙ୍ଗମାନେ ଜୟ ଜଗନ୍ନାଥ। ନମସ୍କାର। ଗୁଡ୍ ଆଫ୍ଟରନୁନ୍ ସାଙ୍ଗମାନେ। ଭାଉଜ ସବୁ କାମଧନ୍ଦା ସାରି ଏବେ ବସିଛନ୍ତି। ଏହି ସମୟ ଭିତରେ ଭାବିନେଲି ଭାଉଜଙ୍କୁ କିଛି ଢଗ ଧମାଲ ପ୍ରଶ୍ନ ପଚାରିବି, ଭାଉଜ ତା'ର ଉତ୍ତରଟି ଦେବେ। ସାଙ୍ଗମାନେ ଯଦି ଭାଉଜ ଉତ୍ତରଟି ନ କହିପାରିଲେ ଆପଣମାନେ କମେଣ୍ଟ ବକ୍ସରେ ଲେଖି ଦିଅନ୍ତୁ। ଆପଣମାନଙ୍କ ପାଇଁ କମେଣ୍ଟ ବକ୍ସ ଆମେ ସବୁବେଳ ପାଇଁ ଖୋଲା ରଖିଛୁ ସାଙ୍ଗମାନେ। ମୁଁ କିଛି ଭାବିବି ନାହିଁ ନା କିଛି କହିବି ନାହିଁ, ସାଙ୍ଗମାନେ କମେଣ୍ଟରେ ଆଜି ଭାଉଜ କିଛି ଭାବିବେ ନାହିଁ, କହିବେ ନାହିଁ। ଆପଣମାନେ କମେଣ୍ଟ ବକ୍ସରେ ଜଣେ ବୋଲି ଭାଉଜ ଆଗୁଆ କହୁଛନ୍ତି। ସାଙ୍ଗମାନେ ଆପଣମାନଙ୍କୁ ରିକ୍ୱେଷ୍ଟ ରହିଲା, ପ୍ଲିଜ୍ କମେଣ୍ଟ ବକ୍ସରେ ଲେଖି ଦିଅନ୍ତୁ, କିନ୍ତୁ ଢଗ ପ୍ରଶ୍ନଟିକୁ ଭଲ ଭାବରେ ଶୁଣନ୍ତୁ, ତାପରେ ଉତ୍ତରଟି ଆପଣମାନେ ନିଶ୍ଚିନ୍ତ ପାଇପାରିବେ। ଏତିକି ରିକ୍ୱେଷ୍ଟ ସାଙ୍ଗମାନେ। ଯଦି ଚ୍ୟାନେଲକୁ ନୂଆ ଆସିଥାନ୍ତି କରିଦିଅନ୍ତୁ ସବସ୍କ୍ରାଇବ୍, ଲାଇକ୍, କମେଣ୍ଟ, ସେୟାର। କିନ୍ତୁ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ ସାଙ୍ଗମାନେ, କାରଣ ସବସ୍କ୍ରାଇବ୍ କଲେ ଆପଣମାନଙ୍କୁ ୟୁଟ୍ୟୁବ୍ ସର୍ବପ୍ରଥମେ ନୋଟିଫିକେସନ୍ ଆକାରରେ ପଠାଇବ। ଆପଣମାନେ ଆମ ଭିଡ଼ିଓକୁ ଦେଖିବାର ସୁଯୋଗ ପାଇପାରିବେ। ତାହେଲେ ସାଙ୍ଗମାନେ ସମୟ ହେଇଗଲାଣି, ଆସ ଆମେ ଚାଲିଯିବା ସେଇ ସୁନ୍ଦର ମଜାଦାର ଢଗ ଧମାଲ ପ୍ରଶ୍ନକୁ। କହିଲ ଦେଖି, ଜଣେ ଗଉଡ଼ କିଛି ଗାଈ ଚରାଉଥିଲା। ସେଠାରେ ସମୁଦାୟ 20ଟି ମୁଣ୍ଡ ଓ 60ଟି ଗୋଡ଼ ଥିଲା। ତେବେ କହିଲେ ଦେଖି, ସେଠାରେ କେତୋଟି ମଣିଷ ଓ କେତୋଟି ଗାଈ ଥିଲା? ସାଙ୍ଗମାନେ ଭାଉଜ ଆଗରୁ କହିଦେଇଛନ୍ତି, ହାତ ଟେକି ଦେଇଛନ୍ତି। ଆପଣମାନେ କ'ଣ ହାତ ଟେକି ଦେବେ? ନାହିଁ ସାଙ୍ଗମାନେ, ଆପଣମାନେ ଆମର ବେଷ୍ଟ ଫ୍ରେଣ୍ଡ, କେବେ ହେଲେ ଆପଣମାନେ ହାତ ଟେକିବେ ନାହିଁ। ପ୍ରଶ୍ନଟି ଆଉ ଥରେ ସାଙ୍ଗମାନେ ମୁଁ ରିପିଟ୍ କରିଦେଉଛି, ପ୍ଲିଜ୍ ଭଲ ଭାବରେ ଶୁଣନ୍ତୁ, କମେଣ୍ଟ ବକ୍ସରେ ଲେଖି ଦିଅନ୍ତୁ। ଜଣେ ଗଉଡ଼ କିଛି ଗାଈ ଚରାଉଥିଲା। ସେଠାରେ ସମୁଦାୟ 20ଟି ମୁଣ୍ଡ ଓ 60ଟି ଗୋଡ଼ ଥିଲା। ତେବେ କହିଲେ ଦେଖି, ସେଠାରେ କେତୋଟି ମଣିଷ ଓ କେତୋଟି ଗାଈ ଥିଲା? ସାଙ୍ଗମାନେ ଭାଉଜ ସ୍ୱାଗତିକା ଭାଉଜ ଆମର କହିବା ପାଇଁ ଚେଷ୍ଟା କରୁଛନ୍ତି, ମନେ ମନେ ଗୁଣି ହେଉଛନ୍ତି, ଉତ୍ତରଟି ପାଉନାହାନ୍ତି। କହିଦିଅ ସାଙ୍ଗମାନେ, ଏ ପ୍ରଶ୍ନଟି ଟିକେ ମୋ ପାଇଁ କଷ୍ଟ, କିନ୍ତୁ ମୁଁ କହିପାରିବି ନାହିଁ। ସାଙ୍ଗମାନଙ୍କ ଉପରେ ମୁଁ ଛାଡ଼ି ଦେଉଛି। ସାଙ୍ଗମାନେ ହିସାବ ପତ୍ର କରି ଲେଖି ଦିଅନ୍ତୁ। ଯେତେବେଳେ କମେଣ୍ଟଟି ଆସିବ ସର୍ବପ୍ରଥମେ ମୁଁ ଦେଖିବି ନା କ'ଣ, ତାପରେ ମୋତେ ଦେଖିବାକୁ ଦେବ। ସାଙ୍ଗମାନେ ଆପଣମାନେ ଯେତେବେଳେ କମେଣ୍ଟ ଦେଉଛନ୍ତି, ଭାଉଜ ସର୍ବପ୍ରଥମେ ମୋବାଇଲ ନେଇ ଦେଖୁଛନ୍ତି କେଉଁ ସାଙ୍ଗମାନେ ଆମକୁ କମେଣ୍ଟ କରିଛନ୍ତି, କ'ଣ ଲେଖିଛନ୍ତି, ସଠିକ୍ ଉତ୍ତର ଲେଖିଛନ୍ତି କି ନାହିଁ। ସାଙ୍ଗମାନେ ପ୍ଲିଜ୍ ଆପଣମାନଙ୍କୁ ଏତିକି ରିକ୍ୱେଷ୍ଟ, ଭାଉଜଙ୍କ ପାଇଁ ଆପଣମାନେ ଟିକେ ସାହାଯ୍ୟ କରନ୍ତୁ। ଆପଣମାନେ କ'ଣ ଭାଉଜଙ୍କୁ ଭଲ ପାଉନାହାନ୍ତି? ଆପଣମାନେ ନିଶ୍ଚିନ୍ତ ଭଲ ପାଉଛନ୍ତି। ଏ ସପୋର୍ଟ ଆପଣମାନେ କରୁଛନ୍ତି, ଆମର ଏ ଭରସା ଅଛି। ଆମେ ଅନେକ ଥର ଦେଖି ଆସିଛୁ ଭିଡ଼ିଓକୁ, ଆପଣମାନେ ସବୁ ଶେଷ ପର୍ଯ୍ୟନ୍ତ ୱାଚ୍ କରୁଛନ୍ତି, କାରଣ ସେକେଣ୍ଡ ପ୍ରଶ୍ନ ପଚାରିଲେ ମଧ୍ୟ ଆପଣମାନେ ଦେଖିକି ଆନ୍ସାର ଦେଉଛନ୍ତି, ଆମେ ଦେଖୁଛୁ। ସାଙ୍ଗମାନେ ପ୍ଲିଜ୍ କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ। ଭାଉଜ ଗୁଣି ହେଉଛନ୍ତି, ଉତ୍ତରଟି ପାଉନାହାନ୍ତି। ଆପଣମାନଙ୍କୁ ଆଉ ଥରେ ମୁଁ କହିଦେଉଛି ରିପିଟ୍ ଦ୍ୱାରା, ଆପଣମାନେ ଭଲ ଭାବରେ ବୁଝି ନିଅନ୍ତୁ। ଜଣେ ଗଉଡ଼ କିଛି ଗାଈ ଚରାଉଥିଲା। ସେଠାରେ ସମୁଦାୟ 20ଟି ମୁଣ୍ଡ ଓ 60ଟି ଗୋଡ଼ ଥିଲା। ତେବେ କହିଲ ଦେଖି, ସେଠାରେ କେତୋଟି ମଣିଷ ଆଉ କେତୋଟି ଗାଈ ଥିଲା? ସାଙ୍ଗମାନେ ଏଇଟା କ୍ଲିଅର ପ୍ରଶ୍ନ, ଭାଉଜ କହିପାରିବେ ନାହିଁ, କହିପାରିବେ ଉତ୍ତର ପାଇଗଲେଣି, କିନ୍ତୁ ଭାଉଜ ଯଦି ସମୟ ନେଇକି କହିପାରିଲେ ଆପଣମାନେ କ'ଣ କହିପାରିବେନି? ନିଶ୍ଚିନ୍ତ କହିଦେବେ, ଏ ଭରସା ଆମର ରହିଅଛି। ସାଙ୍ଗମାନେ ଏତିକି ରିକ୍ୱେଷ୍ଟ, ଆପଣମାନେ ନିଶ୍ଚିନ୍ତ କମେଣ୍ଟ ବକ୍ସରେ ଦେଇଦିଅନ୍ତୁ, କାରଣ ଆପଣମାନଙ୍କୁ କୌଣସି ଅଧିକ ସମୟ ଲାଗିବ ନାହିଁ କି ଆପଣମାନଙ୍କୁ କୌଣସି ମୂଲ୍ୟ ଦେବାକୁ ମଧ୍ୟ ପଡ଼ିବ ନାହିଁ। ପ୍ଲିଜ୍ ଆମ ପାଇଁ ଟିକେ ସମୟ କାଢ଼ି ଗୋଟିଏ କମେଣ୍ଟ ଦିଅନ୍ତୁ, ଆମ ପାଇଁ ବହୁତ ମୂଲ୍ୟବାନ। ତାହେଲେ ସାଙ୍ଗମାନେ ପ୍ରଥମ ଢଗ ପ୍ରଶ୍ନ ସରିଗଲା, ଆସ ଆମେ ଦେଖିନେବା ସେକେଣ୍ଡ ଢଗ ପ୍ରଶ୍ନର ଭାଉଜ ଉତ୍ତର କହିପାରୁଛନ୍ତି କି ନାହିଁ। ତାହେଲେ ଦେଖିନେବା ସାଙ୍ଗମାନେ। ତାହେଲେ ଭାଉଜଙ୍କ ପାଖକୁ ଚାଲିଯିବା। ତାହେଲେ ଯିବା ଘର ଆଡ଼େ ଟିକେ ବୁଲେଇ ଦେଇ, ବାହାରେ ଟିକେ ଦେଖେଇ ଦେଇ
ଦେଖନ୍ତୁ ସାଙ୍ଗମାନେ ଏ ବାହାର ଆମର ଛାତ ଉପରେ ଘର ଦେଖନ୍ତୁ ଭାଉଜଙ୍କ ପାଖକୁ ଟିକେ ବୁଲେଇ ନେଇଯିବା ଝରକା ଅଛି ଏଠି ଦେଖନ୍ତୁ ରୋଷେଇ ଘର ଏଠି ଦେଖନ୍ତୁ ଘର ଆୟ ଭାଉଜଙ୍କ ପଳେଇ ଆସିଲି। ତାହେଲେ ସାଙ୍ଗମାନେ ସେକେଣ୍ଡ ପ୍ରଶ୍ନଟି ହେଲା ଭାଉଜଙ୍କୁ ଟିକେ ଅବଶ୍ୟ ସାଧା ଅଛି କିନ୍ତୁ ଭାଉଜ ଜାଣିବେ କିନ୍ତୁ ଆପଣମାନଙ୍କୁ କହିବେ ନାହିଁ କିନ୍ତୁ ଆପଣମାନେ ନିଶ୍ଚିନ୍ତ ଜଣାଇବେ। ତାହେଲେ ସାଙ୍ଗମାନେ ସେକେଣ୍ଡ ପ୍ରଶ୍ନଟି କ'ଣ ହୋଇପାରେ ମୁଁ ଟିକେ ଭାବି ଚିନ୍ତି ଆପଣମାନଙ୍କୁ ପ୍ରଶ୍ନଟି କରିବି ନା କ'ଣ କହୁଛ? ହଁ ଭାବିବା ଅପେକ୍ଷା ଶୋଇପଡ଼ ଉଠିଲେ ପ୍ରଶ୍ନ ଉତ୍ତର ଦେବ। ପ୍ରଶ୍ନ ପଚାରିବ ଯାହା ଶୋଇପଡ଼ିବ ଯାଅ ଉଠିଲେ ପ୍ରଶ୍ନ ଉତ୍ତର ପଚାରିବ। ମୁଁ ତ କହିବି ନାହିଁ ଆଗୁଆ କହିଛି। ସାଙ୍ଗମାନେ ମୁଁ ଭାବି ସାରିଲିଣି କାରଣ ଭାଉଜ ସବୁବେଳେ ଚାହୁଁଛନ୍ତି ଶୋଇବାକୁ ନିଦ ଆସିଲାଣି ସେଥିପାଇଁ ପ୍ରଶ୍ନର ଉତ୍ତର ଦେଉନାହାନ୍ତି। ସାଙ୍ଗମାନେ ଆପଣମାନେ କ'ଣ ଦେବେ ନାହିଁ? ଦେଖାଯାଉ ସାଙ୍ଗମାନେ ଭାଉଜଙ୍କୁ ରହିଲା ସେକେଣ୍ଡ ଢଗ ଧମାଲ ପ୍ରଶ୍ନ ଶୁଣି ନିଅନ୍ତୁ। କହିଲ ଦେଖି ଏମିତି କେଉଁ ପ୍ରଶ୍ନ ଅଛି ଯାହାକୁ ଦିନ ସାରା ଯେତେ ଥର ପଚାରିଲେ ମଧ୍ୟ ଉତ୍ତର ଅଲଗା ଅଲଗା ଆସିଥାଏ? ସାଙ୍ଗମାନେ ଏମିତି କେଉଁ ପ୍ରଶ୍ନ ଅଛି ଯାହାକୁ ଦିନ ସାରା ଯେତେ ଥର ପଚାରିଲେ ମଧ୍ୟ ଉତ୍ତରଟି ଅଲଗା ଅଲଗା ଆସିଥାଏ କିନ୍ତୁ ଉତ୍ତରଟି ଅଲଗା ଅଲଗା ଆସିଥାଏ? ଏ ତ ବହୁତ ମୁସ୍କିଲ ପ୍ରଶ୍ନ ସାଙ୍ଗମାନେ। ଆପଣମାନେ ଟିକେ ମନକୁ ନିଅନ୍ତୁ ଧ୍ୟାନ ଦିଅନ୍ତୁ ଆପଣମାନେ ନିଶ୍ଚିନ୍ତ ଉତ୍ତର ଦେଇପାରିବେ ଏ ଭରସା ଆମର ଅଛି ସାଙ୍ଗମାନେ। ସାଙ୍ଗମାନେ ଆଜିର ଢଗ ଧମାଲ ପ୍ରଶ୍ନ ଆପଣମାନେ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣମାନଙ୍କୁ ମୋ ତରଫରୁ ଆପଣଙ୍କ ଭାଉଜ ତରଫରୁ ଅନେକ ଅନେକ କ'ଣ ଧନ୍ୟବାଦ। ତାହେଲେ ସାଙ୍ଗମାନେ ଆସ ଆମେ ସାଙ୍ଗସାଥି ହୋଇ ସମସ୍ତେ ମିଳିମିଶି ଭାଇ ଭାଉଜଙ୍କୁ କମେଣ୍ଟ ଦେଇ ଆଗକୁ ଯିବାକୁ ମାର୍ଗ ଦେଖେଇ ଦେବା। ଭାଇ ଭାଉଜ ଆଗକୁ ଯାଆନ୍ତୁ ଏତିକି ଆପଣମାନେ କରିଦିଅନ୍ତୁ ସାହାଯ୍ୟ। ସାଙ୍ଗମାନେ ଆପଣମାନେ କ'ଣ ଭଲ ପାଆନ୍ତିନି? ଆପଣମାନଙ୍କୁ କ'ଣ ଆମ ଭିଡ଼ିଓ ଭଲ ଲାଗୁନି? ଆପଣମାନେ କମେଣ୍ଟରେ ଦିଅନ୍ତୁ କେଉଁ ଟାଇପ୍ର ଭିଡ଼ିଓ କଲେ ଆପଣଙ୍କୁ ଆହୁରି ପସନ୍ଦ ଆସିବ। ଆମେ ଚେଷ୍ଟା କରିବୁ ଆପଣମାନଙ୍କ ପାଇଁ ସେଇ ଟାଇପ୍ର ଭିଡ଼ିଓ ଆଣିବୁ। ଭାଉଜ କ'ଣ କହୁଛନ୍ତି କ'ଣ କୁହ? ଜାଣିଛ ଏମିତି କେଉଁ ପ୍ରଶ୍ନ ଅଛି ଯାହାକୁ ଦିନସାରା ଯେତେ ଥର ପଚାରିଲେ ମଧ୍ୟ ଉତ୍ତରଟି ଅଲଗା ଅଲଗା ଆସିଥାଏ? ସାଙ୍ଗମାନେ ଭାଉଜ କହୁଛନ୍ତି ତାଙ୍କୁ ଜଣାଅଛି କିନ୍ତୁ ସେ କହିବେ ନାହିଁ। ପ୍ଲିଜ୍ ଆପଣମାନେ କ'ଣ କହିବେ ନାହିଁ? ନିଶ୍ଚିନ୍ତ କହିବେ ଏ ଭରସା ଅଛି। ସାଙ୍ଗମାନେ ଆଜି ଏ ଢଗ ଧମାଲ ପ୍ରଶ୍ନଟି ଆପଣମାନଙ୍କ ମନ ଛୁଆଁ ହେଲା କି ନାହିଁ ନିଶ୍ଚୟ ଜଣାଇବେ। এইଭଳି ଢଗ ଧମାଲ ପ୍ରଶ୍ନ ଦେଖନ୍ତୁ ଆମେ ଡେଲି ଅପଲୋଡ଼ କରୁଛୁ। ଏଥିରେ କିଛି ଶିଖିବା ଜାଣିବା ଅନ୍ୟମାନଙ୍କ ପାଖକୁ ସେୟାର ମଧ୍ୟ କରିବା ସେମାନେ ଦେଖିବେ ଭାଉଜ ଭଳି ନିଦରେ ଶୋଇବେ। ଦେଖନ୍ତୁ ନିଦ ଆଇଲାଣି ଏ ପୁଚିକି ଗାଲି ଫ୍ୟାସନ ଗାଲିର ନିଦ ଆସିଲାଣି। ଚାଲି ତ ବମ୍ବେ ଦିଲ୍ଲୀ ୟାକୁ ନେଇକି କିଏ ଚାଲିବ ବମ୍ବେ ଦିଲ୍ଲୀ ଲୋ ବୋପାଲୋ। ସାଙ୍ଗମାନେ ଆପଣମାନେ ଶୀଘ୍ର ଶୀଘ୍ର କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ। ଆଜି ତ ସମୟ ହେଇଗଲାଣି ବହୁତ ମଜା ହେଇଗଲା ସାଙ୍ଗମାନେ। ଆପଣମାନେ କେମିତି ଅଛନ୍ତି? ଆପଣମାନେ ଭଲରେ ଥାଆନ୍ତୁ। ଆପଣଙ୍କ ସପୋର୍ଟ ଆମ ପାଇଁ ବହୁତ ମୂଲ୍ୟବାନ ଆପଣମାନେ ନିଶ୍ଚିନ୍ତ ଜାଣିଛନ୍ତି। ତାହେଲେ ସାଙ୍ଗମାନେ ଏବେ ଆମେ ରହିବୁ କାରଣ ଭାଉଜ ନିଦରେ ଶୋଇପଡ଼ିବେ ଗଳି ପଡ଼ିବେ। ତାହେଲେ ସାଙ୍ଗମାନେ ଆମେ ଯେତେବେଳେ ସର୍ବପ୍ରଥମେ ଭିଡ଼ିଓଟି ଷ୍ଟାର୍ଟ କରିଥାଉ ସେଇ ମହାପ୍ରଭୁଙ୍କ ନାମ ନେଇ ରଖିଥାଉ ମହାପ୍ରଭୁଙ୍କ ନାମ ନେଇ ଆମେ ତାହେଲେ ରହୁଛୁ ସାଙ୍ଗମାନେ। ଆଗାମୀ ଭିଡ଼ିଓକୁ ଅପେକ୍ଷା କରନ୍ତୁ। ସେଇଭଳି ସାଧାରଣ ଜ୍ଞାନ ଜେନେରାଲ ନଲେଜ ସହିତ ଆଧାରିତ ଆମେ ଅନେକ କିଛି ଭିଡ଼ିଓ ବନାଉଛୁ ଏଥିରେ କିଛି ଶିଖିବେ ସାଙ୍ଗମାନେ। ତାହେଲେ ରହିଲୁ ସାଙ୍ଗମାନେ ଜୟ ଜଗନ୍ନାଥ ନମସ୍କାର। ନମସ୍କାର।